ଥାଇବି ମୋ ପୁଅଟାର ମୁଁ କୌଣସିରେ ଉଣା କରିନି। ପାଠ ପଢେଇଲି, ବଡ଼ ମଣିଷ କଲି। ସନ୍ଧ୍ୟାବେଳେ ମୁଁ ଯେତେବେଳେ ଡ୍ରାମା କରିବାକୁ ବାହାରେ ମତେ କହେ, ବାପା ମୋ ପାଇଁ କିଣ୍ଡର ଚଏସ୍ ଆଣିବ। ଡ୍ରାମା ବାଲା ଯୋଉ ଟିଫିନ ପଇସା ଦିଅନ୍ତି ସେଥିରେ ଟିଫିନ ରଖାଇ ମୋ ପୁଅ ପାଇଁ କିଣ୍ଡର ଚଏସ୍ କିଣି ଆଣେ। ଟିକିଏ ବଡ ହେଲା ପରେ କହିଲା, ବୋଉ ବୋଉଲୋ, ମୁଁ ପାଠ ପଢି ବଡ ଚାକିରି କଲେ ଗୋଟେ ମହିନ୍ଦ୍ରା ଥାର ଗାଡି କିଣିବି। ସେଥିରେ ତୋତେ ଆଉ ନନାକୁ ବସେଇ ବୁଲେଇବି। ଯୋଉଥିପାଇଁ ନ ଖାଇ ନ ପିଇ ଆମେ ତାକୁ MBA ପଢେଇଲୁ। ମୂର୍ଖୁଣୀ ଭାଇକିନା MBA ନୁହେଁ MBA କ। ହଁ ବା ସେଇଆ। ଦାମୀ ପାଠ ପଢିଲେ ଦାମୀ ଚାକିରି କରିବ, ମହିନ୍ଦ୍ରା ଥାର ଗାଡି ଚଢିବ। କେତେ ସପନ, ପୁଅ ବାହାଘର କରିବୁ, ଘରକୁ ବୋହୂ ଆଣିବୁ। ପୁଅଟା ବାହା ହେଲା ଯେ ଘରେ ବେଦିନି ବନ୍ଧା ହେଲାନି। ବୋହୂ ଆସିଲା ଯେ ପୁଅଟା ଘର ଛାଡି ପଳେଇଲା। ପୁଅ ବୋହୂ ସୁଖ ଆମ ଭାଗ୍ୟରେ ନାହିଁ। ନା ନା, ବରଂ ଏଇଆ କୁହନ୍ତୁ, ଶାଶୁଘର ସୁଖ ମୋ ଭାଗ୍ୟରେ ନାହିଁ। टंका नहीं शीघ्र चलतु भाज आउ जमा डेरी करतुनी। डाक्टर कहते शीघ्र ऑपरेशन करने को पड़ो। छिड़ाई भावुच कौन? चलो जीवा, चलो आम पुओ पाखक जीवा, चलो। ସେଦିନର ସେ ଅପମାନ ଯାହା କହିବି ମାନିବି, ଯାହା ଶାସ୍ତି ଭୋଗିବି। ମୁଁ ସତ କହୁଛି ନା, ନିଆଁକୁ ଡେଇବା କଥା କହିଲେ ମୁଁ ଡେଇଁ ପଡିବି। ଏବେ ସେ କଥାର ଭାବିବାର ସମୟ ନୁହଁ। ଏବେ ଆମ ପୁଅର ଜୀବନ ବଡ। ଗାଇଲ, ନାଚ, ତାଳି, 500 ଟଙ୍କା କଥା ଭୁଲି ପାରିଲେ ତ? କୁହନ୍ତୁ ନା, କଣ ମତେ ଶାସ୍ତି ଦେବେ? କି ପ୍ରାୟଶ୍ଚିତ କରିବି ମୁଁ? କୁହନ୍ତୁ, କୁହନ୍ତୁ ମତେ। ତୁ ବିଧବା ହେଇପାରିବୁ। କଣ କହିଲ? କଣ କହିଲ ତମେ? ମୁଁ କହିଲି ସୂର୍ଯ୍ୟ ମିଶ୍ରର ଝିଅ ଶୀତଲ ମିଶ୍ର ମଥାରୁ ସିନ୍ଦୁର ପୋଛିବ, ହାତରୁ ଶଙ୍ଖା ଭାଙ୍ଗିବ, ବେକରୁ ମଙ୍ଗଳ ସୂତ୍ର ଓହ୍ଲେଇବ, ଚିତ୍କାର
ଚିତ୍କାର କରି କହିବ ମୋ ସ୍ୱାମୀ ମୋ ପାଇଁ ମରିଗଲା। ମୁଁ କହୁଛି ତୁ ପଳା ପଳା ଏଠୁ। ଆଲୋ ସ୍ତ୍ରୀ ପଡ଼ିଆରେ ଓଜନ ଥିଲେ ତା ସ୍ୱାମୀକୁ ଜମ ବି ନେଇ ପାରିବନି। ମୁଁ କହୁଛି ତୋ ସ୍ୱାମୀର କିଛି ହବନି। ଯା ସେ ତୋ ସ୍ୱାମୀ ପାଖକୁ ପଳେଇ ଯା। ହଁ କି ଏତେ ସତୀ ପଣିଆ ଦେଖଉଛୁ? ସତୀ ସାଥୀ ତୁ କହିବାକୁ ଚାହୁଁଛୁ ତୋ ପାଇଁ ମୁଁ ବଞ୍ଚିଛି? ଖାଇବାକୁ ପାଉନଥିଲ, ଚୁରା ଖାଇ ବଞ୍ଚୁଥିଲ। ଚିରା ସାର୍ଟକୁ ସିଲେଇ କରି ମତେ ବାହା ହବାକୁ ଯାଇଥିଲ। ମୁଁ ଆସିଲା ପରେ ଇଟା ଶ୍ରମିକର ଇଟା ଭାଟି ମାଲିକ ହେଲ। 50 ଟଙ୍କାରେ ଗୁଣ୍ଡା ପାଟ କରୁଥିଲ, ଏବେ ବିଲିୟନ କରୁଛ। ଯା ସେ ତ ମୁଁ କହୁଛି ତୋ ସ୍ୱାମୀ ପାଖକୁ ପଳେଇ ଯା। ଚାଲ ଭାଉଜ ଚାଲ। ଗୁରୁମା ଠିକ କହୁଛନ୍ତି, ଯାହା ତମ ଭାଗ୍ୟରେ ଥିବ ସେଇଆ ହବ। ଚାଲ ଭାଉଜ ଚାଲ, ଏ ଅମଣିଷଟାର କଥା ଜମା ଶୁଣନି। ଚାଲ ଭାଉଜ ଚାଲ। କଣ କହିଲୁ? ଅମଣିଷ? ଯିଏ ନିଜ ପୁଅର ନୁହେଁ, ସିଏ ବାପ ନୁହେଁ, ରାକ୍ଷସ। ଯିଏ ନିଜ ପୁଅ ବଞ୍ଚି ଥାଉ ଥାଉ ନିଜ ବୋହୂକୁ ବିଧବା ହେବାକୁ କହେ, ସେଇଟା ମଣିଷ ନୁହେଁ, ଗୋଟାଏ ଜଙ୍ଗଲି ଭାଲୁ। ଛୋଟ ଖାଇବାକୁ ପାଉନଥିଲୁ, ମନ୍ଦିର ଆଗରେ ଜୋତା ପଲିସ କରୁଥିଲୁ। ମୁଁ ତତେ ଦୟା ଦେଖେଇ ଇଟା ଭାଟିରେ ଚାକିରି ଦେଲି। ଶଳା ମୋ ଉପରେ ମୋର ଭୁଲ ହେଇଥିଲା ସେଦିନ ତମ କଥା ମାନି ତମ ପାଖରେ ଚାକିରି କରିବା। ଭାବିଥିଲି ସବୁ କଳାକାର ଗୁଡାକ ହୃଦୟବାନ, ସେମାନଙ୍କର ମଣିଷ ପଣିଆ ଅଛି। ହେଲେ ଆଜି ପ୍ରମାଣ ପାଇଗଲି, କିଛି କଳାକାର ମଞ୍ଚରେ ଯେମିତି ଅଭିନୟ କରନ୍ତି, ମଞ୍ଚ ତଳେ ତାଠୁ ବେଶୀ ଭଲ ଅଭିନୟ କରନ୍ତି। ମଞ୍ଚରେ ସେମାନେ ଯେତିକି ସୁନ୍ଦର, ମଞ୍ଚ ତଳେ ତାଠୁ ବେଶୀ କଦାକାର। ସେମିତି ହେଇନଥିଲେ ବହୁଟା ତା ସ୍ୱାମୀ ପାଇଁ ବିକଳ ହଉଛି, ଅଥଚ ତମେ ନନା, ମୁଁ ଆପଣଙ୍କୁ ହାତ ଯୋଡୁଛି ନନା, ଆପଣଙ୍କ ଗୋଡ ତଳେ ପଡୁଛି। ମୋ ସ୍ୱାମୀକୁ ବଞ୍ଚେଇ ଦିଅନ୍ତୁ ନନା, ମୋ ସ୍ୱାମୀକୁ ବଞ୍ଚେଇ ଦିଅନ୍ତୁ। ହେଲେ ମୋ କଥା ମାରି ବିଧବା ହେଇଯା। ପୋଛିଦେବ ତାରୁ ସିନ୍ଦୁର, ଭାଙ୍ଗିଦେ ହାତରୁ ଶଙ୍ଖ, ଖୋଲିଦେବେ କରୁ ମଙ୍ଗଳ ସୂତ୍ର। ନନା ନନା ଆପଣ ବୁଝୁନାହାନ୍ତି କାହିଁକି? ସମ୍ପଦକୁ ବିନା ମୁଁ ବଞ୍ଚି ପାରିବିନି ନନା, ବଞ୍ଚି ପାରିବିନି। ଅଥର କାହାରି କଥା ବୁଝି ପାରେନି ଲୋ ସିତୁ। ବରଂ ତୁ ଗୋଟେ କାମ କର, ତୁ ତ ବାପା ପାଖକୁ ଚାଲି ଯା। ତାହେଲେ ତୋର ବଡ ବଡ ସାଙ୍ଗସାଥି ମାନେ ଥିବେ, ସେଇମାନଙ୍କ ପାଖକୁ ଚାଲି ଯା। ସେଇମାନଙ୍କ ଠାରୁ ଟଙ୍କା ଆଣି ତୋ ସ୍ୱାମୀକୁ ତୁ ଭଲ କର। ସମସ୍ତେ ମୋ ଉପରେ ନେଲେ, ଡାଡି ବି ମୋ ଉପରେ ନେଲେ। ମୁଁ କିନ୍ତୁ ମୁହଁ ଫେରେଇବିନି। ଯଦି ତୁ ମୋ କଥାରେ ବିଧବା ହେଇଯିବି, ଏଇଆ ଚାହୁଁଛନ୍ତି ନା ଆପଣ? ମୁଁ ମୋ ମଥାରୁ ସିନ୍ଦୁର ପୋଛିଦେବି, ହାତରୁ ଶଙ୍ଖ ଭାଙ୍ଗିଦେବି, ବେକରୁ ମଙ୍ଗଳସୂତ୍ର ଓହ୍ଲେଇ ଦେଇ ଆପଣଙ୍କ ପୁଅ ଜୀବନରୁ ଦୂରେଇ ଯିବି, ଏଇଆ ଚାହୁଁଛନ୍ତି ନା ଆପଣ? ମୁଁ ସତ କହୁଛି ନନା, ମୁଁ ଯଦି ଆପଣଙ୍କ ପୁଅ ଜୀବନରୁ ଦୂରେଇ ଯାଏ, ନା ସିଏ ବଞ୍ଚେଇବେ ନା ମୁଁ ବଞ୍ଚେଇବେ। ମୁଁ ଯଦି ମୋ ସ୍ୱାମୀକୁ ମନ ପ୍ରାଣ ଦେଇ ଭଲ ପାଉଥିବେ, ତାହେଲେ ଭଗବାନ କେବେ ବି ନିଷ୍ଠୁର ହେବେନି।
କେବେ ବି ନିଷ୍ଠୁର ହେବେନି ସେ। ମୁଁ ଆପଣଙ୍କୁ ଦେଖାଇ ଦେବି, ମୋ ସ୍ୱାମୀକୁ ମୁଁ ନିଶ୍ଚୟ ଭଲ କରି ଦେଖାଇ ଦେବି, ଦେଖାଇ ଦେବି, ମୁଁ ଦେଖାଇ ଦେବି। ବାହାଘରର 8 ବର୍ଷ ପରେ ପୁଅ ଜନ୍ମ ହେଇଥିଲା। ସେଦିନ ତମେ ଖୁବ୍ ଜୋରରେ ହସିଥିଲ। ଆଜି ପୁଅ ମରିବାକୁ ଯାଉଛି, ତମେ ହସିବ ନା କାନ୍ଦିବ? ସରିଆ अल्लाह कहिला भला, यीशु कहिला भला, भगवान भी कहिला भला, लेकिन ये सारिया कहिला बुरा। तबे जहा कलो बुरा कलो, मने रखो मो पुअर जदि किछि हेई जाए ताहले भाबी नब तमे मो भाग्यरे नथिल। सरिया